ଓମ୍ ଶାନ୍ତି। ସୁପ୍ରଭାତ। ବୁଦ୍ଧିଦାତା ପରମାତ୍ମା ଶିବ ବାବାଙ୍କର ଶ୍ରେଷ୍ଠ ବୁଦ୍ଧିବାନ ଆତ୍ମିକ ସନ୍ତାନମାନଙ୍କୁ ଈଶ୍ୱରୀୟ ଶୁଭ ଅଭିନନ୍ଦନ, ସୁସ୍ୱାଗତ। କଥାରେ ଅଛି, ଧୈର୍ଯ୍ୟର ଫଳ ସର୍ବଦା ମିଠା ହୋଇଥାଏ। ଭକ୍ତ ଶାଲବେଗଙ୍କ କଥା ଆମେ ସମସ୍ତେ ଜାଣିଛେ। ସେ ଏପରି ଏକ କୂଳରେ ଜନ୍ମ ନେଇଥିଲେ ଯେ ମାତା ହେଉଛନ୍ତି ବ୍ରାହ୍ମଣୀ ଏବଂ ପିତା ହେଉଛନ୍ତି ଯବନ। ଯୁଦ୍ଧରେ କ୍ଷତାକ୍ତ ଶାଲବେଗଙ୍କର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଥାଏ। ଭଲ ହେବାର କୌଣସି ଲକ୍ଷଣ ଦେଖାଯାଉନଥାଏ। ଏହି ଅବସ୍ଥା ଦେଖି ମା କହିଲେ, ପୁଅ, ତୁମେ ଯଦି ବିଶ୍ୱାସର ସହିତ ଜଗତର ନାଥ ଜଗନ୍ନାଥଙ୍କୁ ଭକ୍ତିର ସହକାରେ ପୂଜାର୍ଚ୍ଚନା କରିବ, ତେବେ ପ୍ରଭୁ ତୁମକୁ ଭଲ କରିଦେବେ। ଏଇ କଥା ଶାଲବେଗଙ୍କ ମନରେ ଗଭୀର ପ୍ରଭାବ ପକାଇଲା ଏବଂ ସେ ଭକ୍ତିର ସହ ପୂଜାର୍ଚ୍ଚନା କଲେ ଏବଂ ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ହୋଇଗଲେ। ଏହାପରେ ଜଗନ୍ନାଥଙ୍କୁ ଦେଖିବାର ପ୍ରବଳ ଇଚ୍ଛାକୁ ସମ୍ବରଣ କରିନପାରି ଯିବା ପାଇଁ ମାଙ୍କୁ କହିଲେ। ମା କହିଲେ, ପୁଅ, ତୁମେ ରଥଯାତ୍ରା ସମୟରେ ହିଁ କେବଳ ପ୍ରଭୁଙ୍କୁ ଦର୍ଶନ କରିପାରିବ। ରଥଯାତ୍ରା ସମୟ ଆସିବାରୁ ଶାଲବେଗ ପାଦରେ ଚାଲି ଚାଲି ଦର୍ଶନ ନିମନ୍ତେ ପ୍ରସ୍ଥାନ କଲେ। 750 କୋଶ ବାଟ, କଠିନ ରାସ୍ତା, ବଣ ଜଙ୍ଗଲ ଅତିକ୍ରମ କରି କଣ୍ଟା ଝଟାରେ କ୍ଷତାକ୍ତ ହୋଇ ମଧ୍ୟ ଧୈର୍ଯ୍ୟହରା ନ ହୋଇ ଧୈର୍ଯ୍ୟର ସହକାରେ ସ୍ୱରଚିତ ଜଗନ୍ନାଥଙ୍କର ଜଣାଣ ଅନ୍ତରର ସହକାରେ ଗାଇ ଗାଇ ଚାଲିଥାନ୍ତି। ଦେଖିଲେ ରଥଯାତ୍ରାର ସମୟ ହୋଇଗଲାଣି। ତାଙ୍କୁ ପହଞ୍ଚିବାକୁ ଆହୁରି ସମୟ ଲାଗିବ। ତେଣୁ ଧୈର୍ଯ୍ୟହରା ନ ହୋଇ ଦୃଢ଼ତାର ସହିତ ହୃଦୟର ସହିତ କହିଲେ, ପ୍ରଭୁ, ମୁଁ ଯଦି ତୁମର ଭକ୍ତ ହେଇଥାଏ, ତେବେ ମୁଁ ନ ପହଞ୍ଚିବା ପର୍ଯ୍ୟନ୍ତ ତୁମେ ନନ୍ଦିଘୋଷ ରଥରେ ମୋତେ ଅପେକ୍ଷା କରି ରହିବ। ଏବଂ ତାହା ମଧ୍ୟ ସତ୍ୟ ହେଲା। ରଥ ଅଟକିଗଲା। ଜଗତ ଜାଣିଗଲା ପ୍ରଭୁ ଭକ୍ତ ପାଇଁ ଅଟକିଛନ୍ତି। ଏଠାରେ ଏହି କଥାବସ୍ତୁର ତାତ୍ପର୍ଯ୍ୟ ଏହିକି ଯେ ଧୈର୍ଯ୍ୟ ସହକାରେ କାର୍ଯ୍ୟ କଲେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରିବ। ସେଥିପାଇଁ ପ୍ରଥମେ ଜ୍ଞାନ ଆଧାରରେ ସତ୍ୟାସତ୍ୟକୁ ଦୃଢ଼ କରିବା ଆବଶ୍ୟକ। ଏହାର ଆଧାର ହେଉଛି ସ୍ୱପରିଚୟ ଏବଂ ସତ୍ୟ ପିତାଙ୍କର ପରିଚୟ, ଯିଏ ସତ୍ୟ ଜ୍ଞାନ ପ୍ରଦାନ କରୁଛନ୍ତି। ବର୍ତ୍ତମାନ ସେହି ନିରାକାର ଶିବ ପିତା ସ୍ୱୟଂ ଆସି ନିଜର ପରିଚୟ ପ୍ରଦାନ କରି କହୁଛନ୍ତି, ମଧୁର ଆତ୍ମିକ ସନ୍ତାନଗଣ, ଜ୍ଞାନର ଗୁହ୍ୟ କଥାଗୁଡ଼ିକୁ ସିଦ୍ଧ କରିବା ପାଇଁ ବିଶାଳ ବୁଦ୍ଧି ହୋଇ ନମ୍ରତା ଏବଂ ଯୁକ୍ତିର ସହିତ ବୁଝେଇବାକୁ ପଡ଼ିବ, ଯଦ୍ୱାରା ଅନ୍ୟମାନେ ଏହି ସତ୍ୟ ଜ୍ଞାନକୁ ସହଜରେ ବୁଝିପାରିବେ ଏବଂ ଦ୍ୱନ୍ଦ୍ୱର କୌଣସି ଅବକାଶ ରହିବ ନାହିଁ। କଥାରେ କୁହାଯାଏ ନା, ସାପ ମରିବ କିନ୍ତୁ ବାଡ଼ି ଭାଙ୍ଗିବ ନାହିଁ। ତେବେ ଏଥିପାଇଁ ଆବଶ୍ୟକ ଧୈର୍ଯ୍ୟତାର ଗୁଣ। ଯେହେତୁ ଏବେ ଏହି ପୁରୁଣା କଳିଯୁଗୀ ସୃଷ୍ଟିର ମହାବିନାଶ ହେବାକୁ ଯାଉଛି, ଚାରିଆଡ଼େ ହାହାକାର ପଡ଼ିବ। ଏଭଳି ପରିସ୍ଥିତିରେ ନିଜକୁ ସନ୍ତୁଳିତ ରଖିବା ପାଇଁ ଧୈର୍ଯ୍ୟତାର ଗୁଣ ନିହାତି ଆବଶ୍ୟକ। ଲଢ଼େଇ ସମୟରେ ହିଁ
ତୁମମାନଙ୍କର ପ୍ରତ୍ୟକ୍ଷତା ହେବ। ଯେଉଁମାନେ ଜ୍ଞାନ ଦ୍ୱାରା ଆତ୍ମଶକ୍ତିକୁ ବଢ଼ାଇ ମଜବୁତ ଅବସ୍ଥା କରିଥିବେ, ସେଇମାନେ ହିଁ ଏହିଭଳି ପରିସ୍ଥିତିରେ ପାସ୍ ହୋଇପାରିବେ। ଆଉ ଯେଉଁମାନେ ବିଚଳିତ ହୋଇଯିବେ, ସେମାନେ ଫେଲ୍ ହୋଇଯିବେ। ଶେଷ ସମୟରେ ହିଁ ତୁମର ପ୍ରଭାବ ଚାରିଆଡ଼େ ଜଣାପଡ଼ିଯିବ। ସେତେବେଳେ ସମସ୍ତେ କହିବେ, ଓହ ପ୍ରଭୁ, ତୁମ ଲୀଳା ଅପରମପାର। ସମସ୍ତେ ଜାଣିଯିବେ ଯେ ଭଗବାନ ଏବେ ଗୁପ୍ତ ରୂପରେ ଆସିଛନ୍ତି ଏହି ଧରାପୃଷ୍ଠରେ। ସବୁଠାରୁ ବଡ଼ ସୌଭାଗ୍ୟ ହେଉଛି ସ୍ୱର୍ଗରେ ଅର୍ଥାତ୍ ସତ୍ୟଯୁଗୀ ରାଜ୍ୟରେ ଆସିବା। ସ୍ୱର୍ଗର ସୁଖ ତୁମେ ପିଲାମାନେ ହିଁ ଦେଖୁଛ। ସେଠାରେ ଆଦି ମଧ୍ୟ ଅନ୍ତ ଦୁଃଖ ନଥାଏ। ସୁଖ ଶାନ୍ତିରେ ଭରା ସମ୍ପୂର୍ଣ୍ଣ ସତୋପ୍ରଧାନ ଦୁନିଆ। ଏହି କଥାକୁ ମନୁଷ୍ୟମାନେ ବଡ଼ ମୁସ୍କିଲରେ ହିଁ ବୁଝୁଛନ୍ତି, କାରଣ ଏହି କଥା ସମ୍ପୂର୍ଣ୍ଣ ନୂଆ ଅଟେ। କୌଣସି ଶାସ୍ତ୍ର ଆଦିରେ ଏହି ଜ୍ଞାନ ନାହିଁ। ଯେତେବେଳେ ଏହି କଥା ନିଶ୍ଚୟ ହୋଇଯିବ କି ନିରାକାର, ଅଜନ୍ମା, ଅଭୋକ୍ତା, ଅଶରୀରୀ ପରମାତ୍ମା ହିଁ ଭଗବାନ ଅଟନ୍ତି, ଅନ୍ୟ କୌଣସି ଦେହଧାରୀ ଭଗବାନ ପଦବାଚ୍ୟ ହେଇପାରିବେ ନାହିଁ, ସେତେବେଳେ ଯାଇ ସମସ୍ତ ରହସ୍ୟ ଆପେ ଆପେ ଉନ୍ମୋଚିତ ହୋଇଯିବ ଏବଂ କୌଣସି କଥାର ସଂଶୟ ମଧ୍ୟ ରହିବ ନାହିଁ। ଭଗବାନ କହୁଛନ୍ତି, ନିର୍ଭୟ ଏବଂ ଧୈର୍ଯ୍ୟର ସହକାରେ କାର୍ଯ୍ୟ କରିବା ଦରକାର। କେବେ ବି ବିଚଳିତ ହେବା ଅନୁଚିତ। ଏବେ ଏହି ଦୁନିଆ ବିନାଶ ହେବାକୁ ଯାଉଛି। ତେଣୁ ଅଧିକ ଧନ ଆଦି ଏକତ୍ରିତ କରିବାର ଲୋଭରେ ଆସିବା ଅନୁଚିତ। ଗାୟନ ଅଛି ନା, କାହାର ଦବି ରହିବ ମାଟିରେ, କାହାର ରାଜା ଖାଇବ, କାହାର ଚୋର ଲୁଟି ନେବେ, କିନ୍ତୁ ସଫଳ ହେବ ତାର ଯିଏ ସଚ୍ଚା ଈଶ୍ୱରୀୟ କାର୍ଯ୍ୟରେ ଲଗାଇବ। ତେଣୁ ଭବିଷ୍ୟ ନୂତନ ସତ୍ୟଯୁଗୀ ଦୁନିଆରେ ଉଚ୍ଚ ପଦ ପାଇବା ପାଇଁ ଈଶ୍ୱରୀୟ ସେବା କରି ଅବିନାଶୀ ରୋଜଗାର ଜମା କରିବାକୁ ହେବ। ଶିବ ବାବା କହୁଛନ୍ତି, ସର୍ବ ସମ୍ପତ୍ତିକୁ ଜମା କରି ଆତ୍ମିକ ନିଶାରେ ରହୁଥିବା ଚିନ୍ତାମୁକ୍ତ ସମ୍ରାଟ ହୁଅ। ଭଗବାନଙ୍କ ଠାରୁ ସନ୍ତାନମାନଙ୍କୁ ଅସରନ୍ତି ଜ୍ଞାନର ସମ୍ପତ୍ତି ମିଳିଛି। ଯିଏ ନିଜ ପାଖରେ ଏହି ସମ୍ପତ୍ତିକୁ ଯେତେ ପରିମାଣରେ ଜମା ରଖିଛି, ତାର ଚେହେରା ଏବଂ ଚାଲିଚଳନରେ ସେତିକି ଆତ୍ମିକ ନିଶା ଦେଖାଯିବ ଏବଂ ଆତ୍ମିକ ନିଶା ଦ୍ୱାରା ହିଁ ତାର ପ୍ରତ୍ୟେକ କର୍ମରେ ସେତିକି ସେତିକି ଚିନ୍ତାମୁକ୍ତ ସମ୍ରାଟ ସ୍ଥିତିର ଝଲକ ମଧ୍ୟ ଦେଖାଯିବ। ସେହିମାନେ ହିଁ ସଦା ପ୍ରସନ୍ନଚିତ ଅବସ୍ଥାରେ ରହିପାରିବେ। ଜ୍ଞାନୀ ତୁ ଆତ୍ମା ସେହିମାନେ ଅଟନ୍ତି ଯେଉଁମାନେ ଜ୍ଞାନର ନୃତ୍ୟ କରିବା ସହିତ ସଂସ୍କାର ମିଳନର ନୃତ୍ୟ ମଧ୍ୟ ଜାଣିଛନ୍ତି। ତେଣୁ ବୁଦ୍ଧିମାନ ସନ୍ତାନମାନେ ନିଜର ବୁଦ୍ଧି ବଳରେ ଏହି ସତ୍ୟ ରହସ୍ୟକୁ ଜାଣି ନିଜର ତଥା ସାରା ବିଶ୍ୱର କଲ୍ୟାଣାର୍ଥେ କାର୍ଯ୍ୟ କରିବା ଉଚିତ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଶ୍ଚ ଆମେମାନେ ସେହି କଲ୍ୟାଣକାରୀ ପରମାତ୍ମାଙ୍କର
କଲ୍ୟାଣକାରୀ ମହାବାକ୍ୟକୁ ଶ୍ରବଣ କରିବା ଏବଂ ନିଜର ଜୀବନରେ ଧାରଣ କରିବା ପୂର୍ବକ ନିଜ ଜୀବନକୁ ଶ୍ରେଷ୍ଠ କରି ଗଢ଼ି ତୋଳିବା ଏବଂ ସାରା ବିଶ୍ୱକୁ ନୂତନ ସୃଷ୍ଟିରେ ଗଢ଼ିବା କାର୍ଯ୍ୟରେ ସହଯୋଗୀ ହେବା। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।